ଆଜ୍ଞା ଏଠି କ'ଣ ସେ ଆମ କକେ ଆମ ଗୋଟିଏ ଭାଇ ଥିଲା ସେ ଏବେ ବର୍ଷ ତଳେ ସୁସାଇଡ଼୍ କରିଦେଇଥିଲା। ତା ବର୍ଷିକା ଏବେ 7 ତାରିଖରେ ହେଇଥିଲା। ତା ବର୍ଷିକା ଆମେ ସାରିଥିଲୁ। ଏଠି ଗୋଟେ ତାଙ୍କ ସାଥିରେ ଗୋଟେ ପିଲାଟିଏ ପିଲାବେଳୁ ଏକଦମ ଛୋଟା ସେ ପାରାଲିସିସ୍ ଲେଖା ସେଇଟା ଟୋକା ଚାଲିପାରିନି ବୁଲି ପାରିନି। ସେ ଟୋକାଟି ପିଲାବେଳୁ ଏଠି ରହିଛି। ଖାଇ ପିଇ କାମ ଦାମ କ'ଣ ଖାଇ ପିଇକି ପଡ଼ିଥିଲା ଆଉ ତାଙ୍କୁ ପୁଅ ଲେଖେ ରଖିଥିଲେ ଆଉ ସେଇଠି ରୁହେ। ଭାଇଟି ଏବେ ଯେତେବେଳେ ମରିଯାଇଥିଲା ମୁଁ ଏଠୁ କହିଲି ମୁଁ କହିଲି ଦେଖ ଘର ସଦାବେଳେ ଯାଇଥିବ ନା ନାଇଁ କିଛି ନା ଆମ ଘର ଅସୁବିଧା ନାହିଁ ସବୁ ଆମେ ଚାହିଁବେ। ଏ ଟୋକା ବି କହିବ ଏ ଟୋକା କହିବ କିଛି ଦେବା ଚିନ୍ତା କରୁନି ମୁଁ ଅଛି କିଛି ଚିନ୍ତା ନାହିଁ। ହେଲେ ମୁଁ ଭାବେ ଏଇଟା କିଛି କେଉଁଦିନ ଭଲ ମନ୍ଦ କ'ଣ ହେବ କେମିତି ଜାଣି। ହେଲେ ମୁଁ କ'ଣ କରେ ଆଜିକି ବର୍ଷ ହେଲା ମୁଁ ସବୁଦିନ ସକାଳୁ ଆସିବି ଏଠି ମହାପୁରୁ ବସେଇକି ଯିବି ଭାଇ ମଲା ଦିନ। ମୁଁ ଆଜି ସକାଳୁ ଯେତେବେଳେ ଆଇଲି ମହାପୁରୁ ବସେଇବା ପାଇଁ ମୋତେ ଜଣେ କହିଲା ତୁମ ଗେଟ୍ରେ ପୁଲିସ। ମୁଁ କହିଲି ପୁଲିସ କ'ଣ ପିଠି ହେଇଛି? ମୁଁ କହିଲି ଭାଇ ମରିଗଲା ସୁସାଇଡ଼୍ କରିକି କ'ଣ ହେଇଯିବେ ହେଇଛି ନା କ'ଣ? ମୁଁ ଏଠି ଆସିକି ଏଠି ପୁଲିସ ହେଲା ମୁଁ ପଚାରିଲି ମୁଁ କହିଲି ଆଜ୍ଞା ଏଠି କ'ଣ କାମ ନା ଆପଣ ଏଠି କିଏ ରହୁଛି? ମୁଁ କହିଲି ମୋ କକେଇ ରହୁଛି ଭାଇ ବୋଉ ରହୁଛି ଆଉ ଗୋଟେ ପିଲା ରହୁଛି। ନା ତମ ଭାଇ ବୋଉକୁ ରାତିରେ ଖାଲି ସେ ହାଣି ଦେଇକି ଯାଇକି ସିଲିଣ୍ଡର କରିଛି। ମୁଁ କହିଲି କିଏ ନା ଛୋଟା। ସେଠୁ ମୁଁ ଏଠୁ ତାପରେ କାରଣ ଆଜ୍ଞା କିଛି ଏଥିରେ ନାହିଁ ଆମେ କିଛି ଜାଣିନୁ। ସିଏ 24 ଘଣ୍ଟା ଏଠି ରୁହେ ଖାଇ ପିଇକି ଏଠି ରହିବ ଶୋଇବ ସବୁ କିଛି କରେ। କାରଣ ଏଠି କିଛି ନାହିଁ କି ତାଙ୍କ ହାତରେ ଝିନ୍ ଝଗଡ଼ା ନାହିଁ। ମୁଁ ସକାଳେ ଆସେ ଉପରଓଳି ଆସେ 2 ଓଳି ଆସେ। ତାଙ୍କ ପୁଅ ନାହିଁ ଏଠି ପୁଅ ଏବେ ବର୍ଷିକା କରିକି ଯାଇକି ଭୁବନେଶ୍ୱର ସେ ପଢ଼ୁଛି ITI ପଢ଼ୁଛି। ସେ ଭୁବନେଶ୍ୱର ଏବେ 3 ଦିନ ତଳେ ଯାଇଥିଲା। ଖେଳ ବୁଢ଼ା ବୁଢ଼ା ବି ଅକର୍ମଣ୍ୟ ବୁଢ଼ା ବି ଚାଲି ବୁଲି ପାରୁନି। ସେ ତାଙ୍କର ଏଇ ଘରେ ଶୋଇଛି। ସିଏ ବି ଏତେବେଳେ ଜାଣିନାହାନ୍ତି। ସେ ଖାଲି ଖୋଜୁଛନ୍ତି ବୋହୁ କୁଆଡ଼େ ଗଲା ବୋହୁ କୁଆଡ଼େ ଗଲା। ମୁଁ ତାଙ୍କୁ ଖାଲି କହୁଛି ବୋହୁ ଦେହ ଟିକେ ଖରାପ ସେ ଶୋଇଛି ଆଉ ଟିକେ ଗଲେ ଆସିବେ ତାଙ୍କୁ ୟା କହୁ। କାରଣ ଆଜ୍ଞା କିଛି ନାହିଁ ସମ୍ପତ୍ତି ଉପରେ ଆଉ କିଛି ନାହିଁ। କାହିଁକି ନା ସେ ଦେଖିଲା ଏଠି ଏକୁଟିଆ ଲୋକ ଇଏ କେହି ନାହାନ୍ତି। ତାଙ୍କର ସୁନା ରୂପା ମେଞ୍ଚିଥିଲା। ଟଙ୍କା ବୁଢ଼ା ପାଉଛି ମାସକୁ 62,000। ଆମର ଏଠି ଶିକ୍ଷାମନ୍ତ୍ରୀ PSA ଥିଲେ ତାଙ୍କଠୁ ଅଧିକା ପେନ୍ସନ୍ ଆମ ତିଗିରାରେ କେହି ପାଉନାହାନ୍ତି। ତେଣୁ ବୁଢ଼ା ଆଜିକି ବର୍ଷ ହେଲା ଯେଉଁ ଟଙ୍କା ସବୁ ପାଆନ୍ତି ବୋଉକୁ ଦିଅନ୍ତି। ସିଏ ଜାଣିଲା ଯେ ରାତି ପାଇଲେ ଆସିଲେ ଖୋଜିବେ ମୋତେ ଯଦି ଖୋଜିବେ ମୋତେ ଜାଣିଛନ୍ତି ଆଜ୍ଞା ମୁଁ ହେଉଛି ଭାରି ଦୁର୍ଦାନ୍ତ ଆଜ୍ଞା। ମୁଁ ଆଜ୍ଞା ଆର୍ମିରେ ଥିଲି। ଆର୍ମିରେ ଗଣ୍ଡଗୋଳ କରିକି ଚାକିରି ଛାଡ଼ିକି ଆଇଲି। ମୋଠୁ ବଳିକି ଦୁର୍ଦାନ୍ତ କେହି ନାହାନ୍ତି। ସେ ଜାଣିଲା ଯଦି ମୁଁ ଗାଁରେ ରହିବି ତାହେଲେ ସର୍ତ୍ତ ବସେଇ ମୋତେ ଖୋଜିବ ଯେ ହାଣିଦେବ ସେ କେବେ ଛାଡ଼ିବନି। ସେ ହେଇ ଡରେ କେବେ ଯାଇକି ଆଜ୍ଞା ସରେଣ୍ଡର କରିଛି। ନହେଲେ ସେ ଥିଲେ ମୁଁ ଏତେବେଳେ ତାକୁ ହାଣିକି ଗୁଳେଇ ଛାଡ଼ିବି। ଏଇଟା ଗ୍ୟାରେଣ୍ଟି। ଏଇଟା କେହି ରଖିନଥାନ୍ତି।